ଦର୍ଶକ ବନ୍ଧୁ ଧ୍ୟାନରେ ଶୁଣନ୍ତୁ। 1 ନମ୍ବର, ନିଜ ଘରେ ବସି କେବେ କାହାର ଅନିଷ୍ଟ, ଅମଙ୍ଗଳ ଏବଂ ପରଚର୍ଚ୍ଚା ଆଲୋଚନା କରିବା ଅନୁଚିତ। କାରଣ ତୁମ ନିଜ ଘର ଉପରେ ରାହୁ ଏବଂ ଶନିଙ୍କର କୃପଦୃଷ୍ଟି ପଡ଼ିବା ସହ ମାତା ଲକ୍ଷ୍ମୀ ଛାଡ଼ି ଯାଆନ୍ତି, ଯାହାଦ୍ୱାରା ନିଜ ଘରେ ଅଶାନ୍ତି, ଅନିଷ୍ଟ ଏବଂ ଅର୍ଥଭାବ ଦେଖା ଦେଇଥାଏ। 2 ନମ୍ବର, ନିଜର ତୁଳନା କେବେ ବି କାହା ସହିତ କରିବା ଉଚିତ ନୁହେଁ। ଯେମିତି ହାତରେ 5 ଆଙ୍ଗୁଠି ସମାନ ନଥାଏ, ସେମିତି ସମସ୍ତଙ୍କ ଭାବନା ମଧ୍ୟ ଚିନ୍ତାଧାରା ଏକ ସମାନ ହୋଇନଥାଏ। 3 ନମ୍ବର, ଅହଙ୍କାର ସେମାନେ କରନ୍ତି ଯେଉଁମାନେ ବିନା ପରିଶ୍ରମରେ ସବୁକିଛି ପାଆନ୍ତି, କିନ୍ତୁ ଯେଉଁମାନେ ନିଜ ପରିଶ୍ରମରେ ସଫଳତା ହାସଲ କରନ୍ତି ସେମାନେ ଅନ୍ୟର ପରିଶ୍ରମକୁ ସମ୍ମାନ କରନ୍ତି। 4 ନମ୍ବର, ଆଜିକା ଦୁନିଆରେ ବିଶ୍ୱାସ କରି ସମସ୍ୟା କାହାକୁ କୁହନ୍ତୁ ନାହିଁ। କାରଣ ମିଠା ମିଠା କଥା କହୁଥିବା ସବୁ ବ୍ୟକ୍ତି ଆପଣଙ୍କର ବନ୍ଧୁ ନୁହନ୍ତି। ଦିନେ ନା ଦିନେ ସେ ନିଶ୍ଚୟ ଆପଣଙ୍କ ଦୁର୍ବଳତାର ଫାଇଦା ଉଠାଇ ଚାଲିବ। 5 ନମ୍ବର, ଯେପରି ଖରା ଓ ବର୍ଷା ଦୁଇଟି ମିଶିବା ଦ୍ୱାରା ଇନ୍ଦ୍ରଧନୁ ହୋଇଥାଏ, ଠିକ୍ ସେହିଭଳି ସୁନ୍ଦର ଜୀବନ ପାଇଁ ସୁଖ ଓ ଦୁଃଖ ଉଭୟ ଜରୁରୀ ହୋଇଥାଏ। 6 ନମ୍ବର, ନିଜ ସମ୍ମାନକୁ ବିସର୍ଜନ ଦେଇ କାହା ସହ ସମ୍ପର୍କ ବଜାୟ ରଖିବାର କୌଣସି ଦରକାର ନାହିଁ। ଯେଉଁଠି ନିଜର ସମ୍ମାନ ନାହିଁ ସେ ଜାଗାରୁ ଦୂରେ ରହିବା ଭଲ ହୋଇଥାଏ। 7 ନମ୍ବର, ଚରିତ୍ରରେ ମଇଳା ରଖି ଚେହେରାକୁ ଯେତେ ସଜେଇଲେ ମଧ୍ୟ ସେ ସୁନ୍ଦରତାର କୌଣସି ମୂଲ୍ୟ ନଥାଏ। କାହିଁକି ନା ଆଇନା ଆଲୋକରେ ଚମକିଥାଏ, ଅନ୍ଧାରରେ ନୁହେଁ। କଥାରେ ଅଛି, ଥିଲେ ତାହୁ ପଛେ ରୂପ ହଜାରେ, ଚରିତ୍ର ନଥିଲେ ସବୁ ଅସାର। 8 ନମ୍ବର, ଉପଦେଶ ଦେବା ସହଜ, କିନ୍ତୁ ଉପାୟ ବତାଇବା ଭାରି କଷ୍ଟକର। ଅନ୍ୟର ଦୁଃଖକୁ ଦେଖି ଅନେକ ଦୁଃଖୀ ହୁଅନ୍ତି, କିନ୍ତୁ କେହି ଦୁଃଖ ଦୂର କରିବା ପାଇଁ ଆଗେଇ ଆସନ୍ତି ନାହିଁ। 9 ନମ୍ବର, ପୂଜା କରିବା ସମୟରେ ଯଦି ହାତରୁ ପୂଜା ଥାଳି ପଡ଼ିଯାଏ ତେବେ ଅଶୁଭ ହୋଇଥାଏ ଏବଂ ଆଗାମୀ ଦିନରେ କୌଣସି ସମସ୍ୟା ଦେଖାଦେବାର ସଂକେତ ଦେଇଥାଏ। ମନେ ରଖିବେ। 10 ନମ୍ବର, ଆଜିର ଦୁନିଆରେ ତୁମେ ମିଛକୁ ଯେତେ ଧୀରେ କୁହ ନା କାହିଁକି ସମସ୍ତେ ଶୁଣିପାରିବେ, କିନ୍ତୁ ସତକୁ ଯେତେ ଜୋରରେ ଚିଲେଇଲେ ମଧ୍ୟ କହିଲେ ବି କେହି ଶୁଣିପାରନ୍ତି ନାହିଁ। 11 ନମ୍ବର, ତୁଳସୀ ଗଛକୁ ଘର ଭିତରେ ଲଗାଇବା ଉଚିତ ନୁହେଁ। ଖୋଲାରେ ତୁଳସୀ ଗଛ ଲଗାଇବା ଉଚିତ। ମାଟି ପାତ୍ରରେ ତୁଳସୀ ଗଛ ଲଗାଇବା ବହୁତ ଶୁଭ ହୋଇଥାଏ। 12 ନମ୍ବର, ଘରେ ଶାନ୍ତିପୂର୍ଣ୍ଣ ସ୍ଥିତି ରଖିବା ପାଇଁ ନିୟମିତ ସନ୍ଧ୍ୟା ସମୟରେ ଘରେ ମହମବତୀ ଜଳାଇବା ଜରୁରୀ। ଯଦି ଏହି ମହମବତୀଟି ସୁଗନ୍ଧଯୁକ୍ତ ହୋଇଥିବ ତେବେ ଖୁବ୍ ଭଲ ପ୍ରଭାବ ମିଳିବ। ଏବଂ ଘରୁ ପୁରୁଣା କଳାକୃତି ବାହାର କରିଦିଅନ୍ତୁ, କାରଣ ପୁରୁଣା କଳାକୃତି ନକାରାତ୍ମକ ଶକ୍ତିକୁ ଆକର୍ଷିତ କରିଥାଏ। ତେଣୁ ଏଭଳି ବସ୍ତୁ ରଖିବା ଉଚିତ ନୁହେଁ। 13 ନମ୍ବର, ନିଜକୁ ଏମିତି ଗଢ଼ିଦିଅ ଯେ ତୁମକୁ ପାଇଥିବା ଲୋକ ତୁମ ବନ୍ଧୁତାକୁ ନେଇ ଗର୍ବ କରୁ ଏବଂ ତୁମକୁ ହରେଇଥିବା ଲୋକ ଅନୁତାପ କରୁ। 14 ନମ୍ବର, ଆବଶ୍ୟକତା ଠାରୁ ଅଧିକ ସରଳ ଏବଂ ସଚ୍ଚୋଟ ହେଲେ ଲୋକେ ଲେମ୍ବୁ ପରି ଚିପୁଡ଼ି ଦେବେ। ଶେଷରେ ଲେମ୍ବୁ ଚୋପା ପରି ଆପଣ ବି ପିତା ହୋଇଯିବେ। ମନେ ରଖିବେ, ଅତି ସରଳ ହେବା ବୋକାମିର ପରିଚୟ। 15 ନମ୍ବର, କାହାକୁ ବି କେବେ ବି ଅତି ଆପଣାର ଭାବିବା ମଧ୍ୟ ଠିକ୍ ନୁହେଁ। କାରଣ ଅତି ଆପଣାର ମଣିଷ ହିଁ ଦିନେ କଷ୍ଟର କାରଣ ହୋଇଥାନ୍ତି। 16 ନମ୍ବର, ସ୍ୱାମୀ ସ୍ତ୍ରୀର ମଧୁର ସମ୍ପର୍କ ସ୍ୱାମୀ ସ୍ତ୍ରୀର ପ୍ରେମ ପାଇବା ପାଇଁ ଅବା ଶାରୀରିକ ସମ୍ପର୍କ ପାଇଁ ଲଜ୍ଜା କରିବା ଉଚିତ ନୁହେଁ। ସ୍ତ୍ରୀମାନେ ସାଧାରଣତଃ ଲଜ୍ଜାଶୀଳ ହୋଇଥାନ୍ତି। ଯଦି ଏହି କ୍ଷେତ୍ରରେ ପୁରୁଷ ମଧ୍ୟ ଲଜ୍ଜା କରିଥାଏ, ଜୀବନ ଦୁଃଖମୟ ହୋଇଥାଏ ଏବଂ ନୈରାଶ୍ୟଭରା ହୋଇଥାଏ। ସେମାନଙ୍କର ବୈବାହିକ ଜୀବନରେ ବହୁତ ବଡ଼ ଫାଟ ସୃଷ୍ଟି ହୋଇଥାଏ। ଏଭଳିକି ତାଙ୍କ ଜୀବନରେ ତୃତୀୟ ବ୍ୟକ୍ତି ନାରୀ ଅବା ପୁରୁଷ ପ୍ରବେଶ କରି ନିଜର କବଳକୁ ନେଇଯାଇଥାଏ। ସ୍ୱାମୀ ସ୍ତ୍ରୀ ସମ୍ପର୍କରେ କେବେ ବି ଲଜ୍ଜା କରିବା ଉଚିତ ନୁହେଁ। ବିନା ସଂକୋଚରେ ସ୍ୱାମୀ ସ୍ତ୍ରୀର ସମ୍ପର୍କ ଆଗକୁ ବଢ଼ାଇବା ଉଚିତ ହୋଇଥାଏ। ଏହାଦ୍ୱାରା ଆପଣଙ୍କର ଜୀବନ ସୁଖମୟ ହୋଇଥାଏ। 17 ନମ୍ବର, ଭୋଜନ କରିବା ସମୟରେ କେବେ ବି ଲଜ୍ଜା କରିବା ଉଚିତ ନୁହେଁ।
ଯେଉଁ ବ୍ୟକ୍ତି ଭୋଜନ କରିବା ସମୟରେ ଲଜ୍ଜା କରିଥାଏ ସେହି ବ୍ୟକ୍ତି ଭୋକରେ ରହିଥାଏ। ଏହା ବହୁତ କଷ୍ଟଦାୟକ ହୋଇଥାଏ। ଭୋଜନ କରିବା ସମୟରେ ଲଜ୍ଜା କରିବା ମଧ୍ୟ ଭୋଜନର ଅପମାନନା ହୋଇଥାଏ। ମନେ ରଖିବେ। 18 ନମ୍ବର, ଗୁରୁଙ୍କ ଠାରୁ ଜ୍ଞାନ ଗ୍ରହଣ କରିବା ସମୟରେ ବା ଅନ୍ୟ କାହାରିଠାରୁ କୌଣସି ଜିନିଷ ଜାଣିବା ସମୟରେ କେବେ ବି ଲଜ୍ଜା କରିବା ଉଚିତ ନୁହେଁ। କାରଣ ଯେଉଁ ବ୍ୟକ୍ତି ଜ୍ଞାନ ସମୟରେ ଲଜ୍ଜା କରିଥାଏ ସେହି ବ୍ୟକ୍ତିର ଜ୍ଞାନ ସବୁବେଳେ ଅଧାରେ ରହିଥାଏ, ପୂରଣ ହୋଇନଥାଏ। ଏପରି ବ୍ୟକ୍ତି କେବେ ବି ସଫଳ ହୋଇନଥାନ୍ତି। 19 ନମ୍ବର, କୌଣସି ବାକି ପଇସା କିମ୍ବା ଉଦ୍ଧାର ଦେଇଥିବା ପଇସା ମାଗିବା ଉଚିତ ଏବଂ ଯେଉଁ ବ୍ୟକ୍ତି ନିଜର ଉଦ୍ଧାର ଦେଇଥିବା ପଇସା ମାଗିବା ପାଇଁ ଲଜ୍ଜା କରିଥାଏ ସେ କେବେ ବି ଧନୀ ହୋଇପାରିନଥାଏ। ଏହାଦ୍ୱାରା ଆପଣ ସମ୍ପୂର୍ଣ୍ଣ ବର୍ବାଦ ହୋଇପାରନ୍ତି ଓ ଦାରିଦ୍ର୍ୟତାର ସମ୍ମୁଖୀନ ହୋଇଥାନ୍ତି। 20 ନମ୍ବର, ଯଦି ହଠାତ୍ ଆପଣଙ୍କୁ କୌଣସି ସ୍ଥାନରୁ ଧନ ପ୍ରାପ୍ତି ହେଉଛି ତେବେ ତାହାକୁ ଗ୍ରହଣ କରିବାକୁ ହେବ। ସଂକୋଚ କରିବା ଉଚିତ ନୁହେଁ। କିମ୍ବା ବୟସ୍କ ଲୋକ ଯଦି ଆପଣଙ୍କୁ ଅଳ୍ପ କିଛି ଟଙ୍କା ଦିଅନ୍ତି ତେବେ ତାକୁ ଗ୍ରହଣ କରିବାକୁ ପଛାନ୍ତୁ ନାହିଁ। ଏହାର ଅର୍ଥ ଏଇଆ ଯେ ମା ଲକ୍ଷ୍ମୀଙ୍କୁ କେବେ ବି ମନା କରିବା ଉଚିତ ନୁହେଁ। 21 ନମ୍ବର, ଯଦି ଆପଣ କୌଣସି ମନ୍ଦିରକୁ ଯାଆନ୍ତି କିମ୍ବା ବିନା ପ୍ରୟୋଜନରେ ପୂଜା ସ୍ଥାନରେ ପହଞ୍ଚି ଯାଆନ୍ତି ଏବଂ ସେଠାରେ ଆପଣଙ୍କୁ କେହି ପ୍ରସାଦ ଦିଅନ୍ତି ତେବେ ସେହି ପ୍ରସାଦକୁ କେବେ ମନା କରିବା ଉଚିତ ନୁହେଁ। ସେହି ଦ୍ରବ୍ୟ ପ୍ରସାଦ ଆପଣଙ୍କ ଭାଗ୍ୟ ବଦଳାଇବାରେ ସାମର୍ଥ୍ୟ ରଖୁଥାଏ। 22 ନମ୍ବର, ଜୀବନରେ କେବଳ 2 ଜଣ ଲୋକ ଅସଫଳ ହୁଅନ୍ତି। ଜଣେ ସିଏ ଯିଏ କେବଳ ଚିନ୍ତା କରେ କିନ୍ତୁ କାର୍ଯ୍ୟ କରେ ନାହିଁ। ଆଉ ଜଣେ ସିଏ ଯିଏ କାର୍ଯ୍ୟ କରେ କିନ୍ତୁ ଚିନ୍ତା କରେ ନାହିଁ। 23 ନମ୍ବର, ଘରେ ଅଧିକ ପୁରୁଣା ଜୋତା ଚପଲ ରଖିବା ଉଚିତ ନୁହେଁ। ଏହାଦ୍ୱାରା ଅଶୁଭତ୍ୱ ବୃଦ୍ଧି ହୋଇଥାଏ ଏବଂ ଜୋତା ଚପଲ ଏଠି ସେଠି ପକାଇବା ଦ୍ୱାରା ଶନିଙ୍କ ଖରାପ ପ୍ରଭାବ ପଡ଼ିବା ସହିତ କଳହ ବୃଦ୍ଧି ହୋଇଥାଏ। 24 ନମ୍ବର, ଘରେ ପାଣିର ଅଯଥା ଖର୍ଚ୍ଚ କରିବା ଉଚିତ ନୁହେଁ କିମ୍ବା ଅପବ୍ୟୟ କରିବା ଉଚିତ ନୁହେଁ। ଏହାଦ୍ୱାରା ଚନ୍ଦ୍ରଙ୍କ ଖରାପ ପ୍ରଭାବ ପଡ଼ିଥାଏ ଏବଂ ମାନସିକ ଅଶାନ୍ତି ଦେଖାଦେବା ସହିତ ଅଯଥା ଖର୍ଚ୍ଚ ବୃଦ୍ଧି ହୋଇଥାଏ। 25 ନମ୍ବର, ଶୋଇବା ଖଟ ଉପରେ ବସି ଖାଦ୍ୟ ଖାଇବା ଏକ ଖରାପ ଅଭ୍ୟାସ ହୋଇଥାଏ। ଏହାଦ୍ୱାରା ଘରେ ସୁଖ ଶାନ୍ତି ଭଙ୍ଗ ହୋଇଥାଏ। କରଜ ଭାର ମଧ୍ୟ ବୃଦ୍ଧି ହୋଇଥାଏ। ମନେ ରଖିବେ, ଏଭଳି ଭୁଲ କଦାପି କରିବେ ନାହିଁ। 26 ନମ୍ବର, ହାତରୁ କ୍ଷୀର ପଡ଼ି ଢାଳି ହୋଇଗଲେ ଅଶୁଭ ହୋଇଥାଏ। ଏହା କିଛି ଦୁର୍ଘଟଣା ଘଟିବାର ସଂକେତ ଦେଇଥାଏ। ମନେ ରଖିବେ। 27 ନମ୍ବର, ଘରର ଝାଡ଼ୁକୁ କେବେ ବି ଗୋଡ଼ ମାରିବା ଉଚିତ ନୁହେଁ। ଏହା ଅଶୁଭ ହୋଇଥାଏ ଏବଂ ଝାଡ଼ୁକୁ କେବେ ଓଲଟାଇ ରଖିବା ଅନୁଚିତ। ଏହା ଅଶୁଭ ମଧ୍ୟ ହୋଇଥାଏ। 28 ନମ୍ବର, ସୂର୍ଯ୍ୟାସ୍ତ ପରେ ଘରେ କେବେ ବି ଝାଡ଼ୁ ମାରିବା ଉଚିତ ନୁହେଁ। ଏହା ଅଶୁଭ ହୋଇଥାଏ ଏବଂ ଦୁର୍ଭାଗ୍ୟ ଆସିଥାଏ। ପ୍ରାୟତଃ ମହିଳାମାନେ ସନ୍ଧ୍ୟା ସମୟରେ ଝାଡ଼ୁ ମାରିଥାନ୍ତି। ମନେ ରଖିବେ, ଏଭଳି ଭୁଲ କଦାପି କରିବେ ନାହିଁ। 29 ନମ୍ବର, 1 ବର୍ଷ ଭିତରେ ପିଲାମାନଙ୍କୁ କେବେ ବି ଦର୍ପଣ ଦେଖାଇବା ଉଚିତ ନୁହେଁ। ଏହା ଅମଙ୍ଗଳକାରୀ ହୋଇଥାଏ। 30 ନମ୍ବର, ଦର୍ପଣ ଯଦି ଭାଙ୍ଗିଯାଏ ତେବେ ଅଶୁଭ ହୋଇଥାଏ। ତେଣୁ ଭଙ୍ଗା ଦର୍ପଣକୁ ନଦୀରେ ପକାଇବା ଦ୍ୱାରା ଅଶୁଭତ୍ୱ ଦୂର ହୋଇଥାଏ। 31 ନମ୍ବର,